ସୁକିନ୍ଦାଗଡ଼ରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ପବିତ୍ର ହେରା ପଞ୍ଚମୀ ନୀତି। ସୁକିନ୍ଦାଗଡ଼ର ପ୍ରସିଦ୍ଧ ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ହେରା ପଞ୍ଚମୀ ନୀତି ଶ୍ରଦ୍ଧା ଓ ଭକ୍ତିର ସହ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଚଳିତ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ସୁସଜ୍ଜିତ ବିମାନରେ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ପରେ ପାରମ୍ପରିକ ନୀତି ନିୟମ ଅନୁଯାୟୀ ରଥର ଏକ ଅଂଶକୁ ପ୍ରତୀକାତ୍ମକ ଭାବେ କ୍ଷତିଗ୍ରସ୍ତ କରି ପୁନର୍ବାର ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥିଲେ। ଏହି ଲୀଳାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଇଜନା